ମୁଁ ଶୋଇଥିଲି ଗହଳି ଦେଖିକି ଉଠିକି ଆସିଲା ବେଳକୁ ତାଙ୍କୁ ନେଇଗଲେଣି। ସେ ଯେଉଁ ପାଖରେ ଦୋକାନଟେ ଥିଲେ ସିଏ କହିଲେ ଯେ ଗାଡ଼ି ଚଢ଼ିଯାଇଛି ନା କେମିତି କ'ଣ ନା କହିଲା ବେଳକୁ ସେ ଗୋଟେ ସାଇଡ଼ ଚଢ଼ିଯାଇଛି। ସେ କ'ଣ ସ୍ପିଡ଼ରେ ବୁଲେଇ ଗାଡ଼ିଟାକୁ ସ୍ପିଡ଼ରେ ବୁଲେଇକିରି ମାନେ ଗୋଟେ ସାଇଡ଼ ତାଙ୍କର ଚଢ଼ିଯାଇଛି ଆଉ। ତାପରେ ନେଇଯାଇଛନ୍ତି ମେଡ଼ିକାଲ। ତାପରେ ଏଇ ଗୋଟେ ଲୋକାଲ ଲୋକ ଯେଉଁ ଥିଲେ ଗୋଡ଼େଇକି ଆସିକି ଗାଡ଼ି ଏଇପଟେ ଥିଲା ଧଇଲେ ପିସିଆର ବି ଆସିକି ତାଙ୍କ ଡ୍ରାଇଭରକୁ ନେଇକି ଗଲା ଆଉ ଏତିକି। ଲୋକ ତ ଓଙ୍କାର ବିଲା ବୋଲି କହୁଛନ୍ତି ଲେନ୍ 6ରେ ଯେଉଁ ଓଙ୍କାର ବିଲା ଅଛି। ତାପରେ ତାଙ୍କର ତ ଫଟୋରେ ବି ଦେଖୁଛନ୍ତି ମୁହଁ ବି ଦେଖାଯାଉନି। ତାଙ୍କୁ ଧଇଲା ତାପରେ ମେଡ଼ିକାଲରେ ଯଦି ଯାଇକି ଦେଖିବେ ଧରା ପଡ଼ିବ। ଥାନାରେ ତାଙ୍କ ଲୋକ କିଏ ମ୍ୟାଡ଼ାମ୍ କିଏ ଯାଇଛନ୍ତି ସେ କହିଲା ପରେ ଜଣାପଡ଼ିବ କ'ଣ ଆଉ। ରାତି ଅଧରେ ତ ଆସୁଛନ୍ତି, ରାତି ଅଧରେ ତ ଆସୁଛି ଗାଡ଼ି। ଦିନରେ ବି ସ୍ପିଡ଼ରେ ମାଲ୍ ପାଣି ପିଇକିରି ବି ଚଲାଉଛନ୍ତି। ଆଉ ଭୟ ତ ରହୁଛି, ଆଉ ରହିବାକୁ ତ ପଡ଼ିବ ନା, ଆଉ କ'ଣ କରିବ। ଡ୍ରାଇଭର କ'ଣ ମାଲ ଫାଲ ପିଇଥିଲା କହୁଛନ୍ତି? ପିଇଥିବ କିମ୍ବା ଅନ୍ୟମନସ୍କ ଥିବ। ସଡନ୍ଲି ବୁଲେଇଛି ବି ଗାଡ଼ି ବହୁତ ଜୋରରେ, ମାନେ ରେସ୍ କରିକି ଆଣିକି ତାଳବଣିଆ ଭିତରକୁ ଭର୍ତ୍ତି କରିଛି ଗାଡ଼ିଟାକୁ। ଆମେ ତାପରେ ମୁଁ ଉଠିକିରି ମୁଁ ବି ଗାମୁଛାଟା ଧଇଲି। ମୁଁ ନିଜେ ମୁଁ କହିଲି ଦେଖେ ଯାଇ ଗାଡ଼ିଟା କାହାର। ଆସିକି ଦେଖିଲା ବେଳକୁ ଗାଡ଼ି ଏଠି ଆସିଲା। ଆପଣ ବି ଆସିକି ପହଞ୍ଚି ଗାଡ଼ି କାହାର ଜାଣିନି ତ। ତାପରେ ଆସିକି ପହଞ୍ଚିଲି, ସବୁ ଲୋକ ତ ଅଛନ୍ତି ଦେଖୁଛନ୍ତି। ପିସିଆର ତ ସେ ଆମ ପଛେ ପଛେ ବି ଆସିଲା ଗୋଟେ ନେଇକି ଛାଡ଼ିକି ଡ୍ରାଇଭରକୁ ଆସିକିରି ପହଞ୍ଚିଲା।